ଆକାଶରୁ ଆସିଲା ଆଖି ବିଛୁଳା କେମିତି, ବିଲ ମଝିରେ ଚାଲିଗଲା ଜୀବନ। ଆକାଶରୁ ବର୍ଷିଲା କାଳ, ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଏଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ସୁବଳିଆପଲ୍ଲୀ ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ସୁବଳିଆପଲ୍ଲୀର ପୋଡ଼ା ପାତ୍ର ଏବଂ ତାଙ୍କ ସ୍ତ୍ରୀ ଦୁଇଜଣ ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ। ଚାଷ କାମ ଚାଲିଥିବା ସମୟରେ ହଠାତ୍ ପ୍ରବଳ ବେଗରେ ବଜ୍ରପାତ ହୋଇଥିଲା। ବଜ୍ରପାତର ଶିକାର ହୋଇ ସ୍ୱାମୀ ପୋଡ଼ାପାତ୍ରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଚାଷ ଆନୁକୂଲ୍ୟ ସମୟରେ ଏଭଳି ଅଘଟଣ ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଶେରଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଓ ସତର୍କତା: ଚାଷ ସମୟରେ କିମ୍ବା ମେଘୁଆ ପାଗ ଥିଲେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସମସ୍ତେ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ। ଗଞ୍ଜାମ ଜିଲ୍ଲା ଶେରଗଡ଼ରୁ ବାପୁନି ସେଠୀଙ୍କ ରିପୋର୍ଟ, ଜାଗୃତି ଖବର।